ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ପ୍ରକାଶିତ ଏକ ସାଂଗଠନିକ ବାର୍ତ୍ତା। ବୈଠକର ମୁଖ୍ୟ ନିଷ୍ପତ୍ତି 09/04/2026 ଗୁରୁବାର ଦିବା 1ଟା ସମୟରେ ଭୁବନେଶ୍ୱରର ଲୋୟର ପିଏମ୍ଜି ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆବାହକ ରାମଲାଲ ପଟେଲ ସଭାପତିତ୍ୱ କରିଥିଲେ। ବୈଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ହେଲା: ଆନ୍ଦୋଳନ ଜାରି ରହିବ। ବିଗତ 2 ଦିନ ଧରି ଚାଲିଥିବା ଗଣଧାରଣାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି। ସରକାର 2ଟି ମୁଖ୍ୟ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି। ସମସ୍ତଙ୍କୁ ଆହ୍ୱାନ: ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଜୋରଦାର କରିବା ପାଇଁ ଓଡ଼ିଶାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଲୋୟର ପିଏମ୍ଜିରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ଆସନ୍ତାକାଲିର କାର୍ଯ୍ୟକ୍ରମ: ଆସନ୍ତାକାଲି 10/04/2026 ପୂର୍ବାହ୍ନ 10ଟା ସମୟରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତାଙ୍କୁ ଲୋୟର ପିଏମ୍ଜିରେ ଉପସ୍ଥିତ ରହିବାକୁ କୁହାଯାଇଛି। ଉପସ୍ଥିତ ପ୍ରତିନିଧି: ଏହି ବୈଠକରେ କଟକ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ରାୟଗଡ଼ା, ପୁରୀ ଏବଂ କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାର ପ୍ରତିନିଧି ଓ ସଭାପତିମାନେ ଉପସ୍ଥିତ ଥିଲେ। ଶେଷରେ ଆବାହକ ରାମଲାଲ ପଟେଲ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।